तले भासिब चित्त मोर आनंद जले आ जेते बेले तू मते प्रियजन लोकर खबर आनी कि दबु मो प्रिय लोकंकर मोर भाई बंधु कुटुंब बापा माँ पिला छुआ समस्त खबर आनी कि दबु भल खबर गुड़िक से शुणी से प्रिय वार्ता है उत्तम खबर भल खबर गुड़िक शुणी এইভଳି ଗୋଟେ ଭୟଙ୍କର ସ୍ଥାନରେ এইଭଳି ଗୋଟେ ଭୀମ ସ୍ଥଳରେ ଅର୍ଥାତ ଏଭଳି ଗୋଟେ ଭୟଙ୍କର ସ୍ଥାନରେ ମୁଁ ମୋର ପ୍ରିୟ ଲୋକଙ୍କର ଭଲ ଖବର ମାନଙ୍କର ପ୍ରିୟ ବାର୍ତ୍ତା ବା ଉତ୍ତମ ଖବର ଗୁଡିକ ଶୁଣିଲା ପରେ ଭାସିବ ଚିତ୍ତ ମୋର ଆନନ୍ଦ ଜଳେ ଆନନ୍ଦ ରୂପକ ଜଳରେ ମୋର ମନ ଭାସିବ କାହିଁକି ନା ମୋ ଖୁସିରେ ମୋ ଆଖିରେ ଲୁହ ଝରି ଆସିବ ଆଉ ଆନନ୍ଦ ରୂପକ ଜଳ ଅର୍ଥାତ ମୁଁ ଆନନ୍ଦରେ ବିଭୋର ହେଇଯିବି ମୋ ମନ ଅତି ଖୁସିରେ ଚାରିଆଡେ ଭାସି ଉଠିବ କାହିଁକି ଭାସି ଉଠିବ ନା ଯେତେବେଳେ ମୁଁ ଏଇ ମୋ ସ୍ଥଳରେ ନିର୍ଜନ ବନା ମୋ ପ୍ରିୟ ଲୋକଙ୍କର ଉତ୍ତମ ଖବର ଗୁଡିକ ଶୁଣିବି ଭଲ ମନ୍ଦ ଶୁଣିବି ଖୁସି ହେଇଯିବି ମୋ ଘେନି ଭାଳନ୍ତି କି ବନ୍ଧୁ ନିକର ମତେ ଦେଖିବାକୁ କି କାନ୍ଦେ ଅନ୍ତର ଆଉ ପଚାରିବୁ ନା ମୋ ଘେନି ହେଲା ମୋ ପାଇଁ ଭାଳନ୍ତି କି ହେଲା ଚିନ୍ତା କରନ୍ତି ମୋ ପାଇଁ ଚିନ୍ତା କରନ୍ତି କି ବନ୍ଧୁ ନିକର ନା ବନ୍ଧୁ ସମୂହ ମୋର ଯୋଉ ପ୍ରିୟ ପ୍ରୀତି ବନ୍ଧୁ ବାନ୍ଧବ ମାନେ ତୁ ଟିକେ ଦେଖି ଆସିବୁ ମୋ ପାଇଁ ଚିନ୍ତା କରୁଛନ୍ତି ନା ମତେ ଭୁଲି ଗଲେ ଏତେ ଦିନ ହେଲା ମୁଁ ଆସିକି ରହିଲିଣି ନା ନିର୍ଜନ ସ୍ଥାନରେ ତେବେ ମୋ ପାଇଁ ସେମାନେ ଚିନ୍ତା କରୁଛନ୍ତି କି ନାଇଁ ମୋର ପ୍ରିୟ ପରିଜନ ବନ୍ଧୁ ବାନ୍ଧବ ମାନେ ମତେ ଦେଖିବାକୁ କି କାନ୍ଦେ ଅନ୍ତର ଅନ୍ତର ହେଲା ହୃଦୟ ମତେ ଦେଖିବା ପାଇଁ ତାଙ୍କର ହୃଦୟ କାନ୍ଦୁଛି କି ସେ ଖୋଜୁଛନ୍ତି କି ମତେ ନା ମତେ ଭୁଲି ଗଲେଣି ଟିକେ ଯା ସେଇ ଖବର ମଧ୍ୟ ମତେ ଦେଖିକି ଆସିକି କହିବେ ତାପରେ ପୁଣି କହୁଛନ୍ତି କହ କହ ସମୀର ସମୀର ହେଲା ପବନର ଅନ୍ୟ ନାମ ବାୟୁ ସମୀର ସମୀରଣ ଏସବୁ ପବନର ଆଉ ଗୋଟେ ପ୍ରତିଶବ୍ଦ ତେବେ କହ ସମୀର କହୁଛି କହ ପବନ ସବୁ ଫିଟାଇ ସବୁ ଖୋଲିକି କହ ତୁ ତ ଯାଉଛୁ ତୁ ତ ବହୁନୁ ପବନ ଟା ବହୁଛି ନା ଏଇ ପବନ ଟା ଏଇଠି ବାଜୁଛି ସେଇ ପବନ ଟା ତମ ଗାଁରେ ବି ଯାଇକି ବାଜୁଥିବ ତେଣୁକରି ତୁ ତ ଚତୁର୍ଆଡେ ବୁଲୁଛୁ ନା ତେବେ ତୁ କହ ସବୁ ସବୁ ଖୋଲିକି କହ ସତ କହ ମତେ ମନେ ରଖିଛନ୍ତି ନା ମତେ ଭୁଲିଗଲେ ବନ୍ଧୁ ମଧ୍ୟରେ ମୋର କେହି ବି ନାହିଁ କହ ସମୀର ସବୁ ଫିଟାଇ ବନ୍ଧୁ ମଧ୍ୟରେ ମୋର କେହି ବି ନାହିଁ ତାପରେ କହୁଛି କଣ ମତେ ସତରେ ମନେ ରଖିନାହାନ୍ତି ତୁ କହ ସବୁ ଖୋଲିକି କହ ମତେ କିଛି ଲୁଚା ନା ଆଉ ନ କହିଲେ ମୋର ଯୋଉ ଆତ୍ମାଟା ଶାନ୍ତି ପାଉନି ମତେ ଯୋଉ କଷ୍ଟ ହଉଛି ସତରେ ମୋ ମନରେ ଯୋଉ ଦ୍ୱନ୍ଦ ଗୁଡିକ ଅଛି ମୋ ନିଜ ଲୋକ ମତେ ମନେ ରଖିଛନ୍ତି ନା ରଖିନାହାନ୍ତି ମତେ ମନେ ପକଉଛନ୍ତି କି ନାଇଁ ମୋ ପାଇଁ କି କାନ୍ଦୁଛନ୍ତି ମତେ ଝୁରୁଛନ୍ତି ନା ମତେ ଭୁଲିଗଲେଣି ମୋର ଚେହେରା ଭୁଲିଗଲେଣି ତ ସେଇ ସବୁ କଥା ଗୁଡିକ ମତେ କହ ସତରେ କଣ ମୋର ବନ୍ଧୁ କେହି ମତେ ମନେ ପକଉନାହାନ୍ତି ନା ମନେ ପକଉଛନ୍ତି ଏଇଭଳି ଦ୍ୱନ୍ଦ ଉପୁଜିତ ତା ମନରେ ପୁଣି କହୁଛି ନିରାଶ ମୋ ହୃଦୟ ନୁହି ନିଷ୍ଠୁର କହିବାର ତାଙ୍କର ସଂଶୟ ଦୂର ନିରାଶ ମୋ ହୃଦୟଟେ ନିରାଶ ହେଇଯାଇଛି ଆଶା ନାହିଁ କିଛି ଆଶାବାଦୀ ହେଇକି ଅଛି ମୁଁ ଏବେ ଯେ ମୋ ପ୍ରିୟ ଲୋକ ମତେ ଖୋଜୁଛନ୍ତି କି ନାହିଁ ମୁଁ ତ କିଛି ଖବର ପାଉନି ତୁ ମତେ କହ ମୁଁ ନିରାଶ ହେଇଯାଇଛି ନୁହି ନିଷ୍ଠୁର ତୁ ନିଷ୍ଠୁର ନ ହେଇକି ମତେ ସବୁ କଥା ଗୁଡିକ ସତ କରିକି କହ କହିବାରତା ମାନେ ଖବର କହିକି କର ସଂଶୟ ଦୂର ସଂଶୟ ହେଲା ସନ୍ଦେହ ମୋ ମନରେ ଯୋଉ ଦ୍ୱନ୍ଦ ଉପୁଜିଛି ଯେ ମୋ ପ୍ରିୟଜନ ଗୁଡିକ ମତେ ମନେ ରଖିଛନ୍ତି କି ନା ମତେ ଭୁଲିଗଲେଣି କି ମୋ ଚେହେରା ମନେ ରଖିଛନ୍ତି ନା ମୋ ପାଇଁ କାନ୍ଦୁଛନ୍ତି କି ନାଇଁ ବେଳେ ବେଳେ ଲାଗୁଛି କି ହଁ ମୋ ପାଇଁ ସେମାନେ କାନ୍ଦୁଥିବ ଆଉ ବେଳେ ବେଳେ କ୍ଷଣିକରି ଲାଗୁଛି ଯେ ହୁଏତ ମତେ ସେମାନେ ଭୁଲିଯିବେଣି ତେଣୁ ସେଇ ଖବରଟା ମୋର ମନରୁ ସଂଶୟ ଦୂର କରିକି ସନ୍ଦେହ ଦୂର କରିକି ତୁ ମତେ ଖୋଲିକି କହ ଆଉ ଡେରି କର ଆଉ ମୋ ପ୍ରତି ନିଷ୍ଠୁର ନ ହେଇକି ମତେ ସବୁ କହ ପୁଣି କହିଲେ ଆହା କିମ୍ବା ଅଦ୍ଭୁତ ମନର ଗତି ଅଚିନ୍ତନୀୟ ଅଟେ ତାର ଶପତି ପବନକୁ ପଠେଇଥିଲା ମନରେ ପଠଉଛି ତାର ଆବେଗ ଗୁଡିକ ସେ ଏଇଗୁଡା ଭିତରେ ପରିପ୍ରକାଶ କରାଯାଉଛି ନା ସେ ଯୋଉ ଗୁଡାକ ରହିକି ଏକୁଟି ଏକାକି ସେ ଜାଗାରେ ରହିକି ଯୋଉ ଭାବୁଛି ତା ଭାବନା ଗୁଡିକୁ ପରିପ୍ରକାଶ କରୁଛି ଯେତେବେଳେ ପବନକୁ ପଠେଇଛି ପୁଣି ମନେ ପକଉଛି ଆରେ ପବନର ଗତି ତୁ ତ ମନର ଗତି ଆହୁରି ଅଧିକା ନୁହେଁ କି ଏବେ ଭାବିଛ ଏଇଠି ବର୍ଷ ବୁଲି ଆସିବନି ଏଇଠି ବର୍ଷ ଲଣ୍ଡନ ବୁଲି ଆସିବନି ନାଇଁ ମାଲେସିଆର ତିନିଟା ଦେଖି ଆସିବନି ବସିକି ଏଇଠି ନାଇଁ କି ମାନେ ପୁରୀର ବେଳାଭୂମି ସମୁଦ୍ରରେ ବୁଲୁଥିବ ଘରେ ପଖାଳ ହେଇଛି ନା ଡାଲି ହେଇଛି ନା ଚିକେନ ହେଇଛି ଭାବିକି ଖାଇଯିବଣି କଣ ସବୁ ମ୍ୟାଗି ଫ୍ୟାଗି ଯଦି ବନା ହେଇଥିବ ମନଟା ସବୁବେଳେ ଅତି ଶୀଘ୍ର ଯାଇପାରେ ସମସ୍ତଙ୍କଠୁ ଶୀଘ୍ର ଗତି କରିପାରେ ତେଣୁ ସେ ମନେ ପକେଇ ଆହା କିମ୍ବା ଅଦ୍ଭୁତ ମନର ଗତି ଅଚିନ୍ତନୀୟ ଅଟେ ତାର ଶପତି ଅଚିନ୍ତନୀୟ ଅର୍ଥାତ ଯାହାକୁ ବି ଚିନ୍ତା କରି ହବନି ଏତେ ଶକ୍ତି ତମେ ଭାବି ନଥିବ ମନରେ କୁଆଡେ ବୁଲି ଆସିବନି ନା
ତେଣୁ ସେଇ କଥା ମନେ ରଖିବୁଛି ଆହା କିମ୍ବା ଏ ଅଦ୍ଭୁତ ଗତି ମନର ଗତି ହେଲା ଚଳନ, ମନର ଚଳନ, ମନର ଯିବାର ଯୋଉ ମାନେ ସ୍ପିଡ ଟା କେତେ ଅଧିକା, ତମେ ସେଟା ତମେ ଚିନ୍ତା କରିପାରିବନି, ତମେ ଚିନ୍ତା କରିବା ପୂର୍ବରୁ ସେ ଆହୁରି ଅଧିକା ଯାଇପାରିବ। ଅଚିନ୍ତନୀୟ ହଉଛି ତା ଶକ୍ତି। କ୍ଷଣ ମାତ୍ରକେ ମନ କରେ ଦର୍ଶନ ଏହି ଅପରିସୀମ ବିଶ୍ୱ। ଅତି କ୍ଷଣ ମାତ୍ରେ ମାନେ ଅତି କ୍ଷଣିକ ସମୟରେ, ଅତି ସ୍ୱଳ୍ପ ସମୟରେ ମନ କଣ ଦର୍ଶନ କରେ? ମନ ଦର୍ଶନ କରିପାରେ ପୁରା ବିଶ୍ୱ ବ୍ରହ୍ମାଣ୍ଡରେ ଯୋଉଠି ଯାହା ଅଛି ମନ ଥରେ ଗୋଟେ କ୍ଷଣିକ ସମୟରେ ଦର୍ଶନ କରିପାରିବ ନୁହେଁ। ଯୋଉ ଯୋଉ ଜାଗା ଗୁଡିକ ତମେ ଦେଖିଥିବ, ମନ ଭିତରେ ଥିବ କିମ୍ବା ଭାବିଥିବ, କିମ୍ବା ଟିଭିରେ ହଉ ଦେଖିଥିବ, ସତରେ ଯଦି ତମେ ଭାବି ବସିଲ ମନ ଯାଇକି ବୁଲି ଆସିବନି, ନାଇଁ କି? ତେଣୁ ସେଇ କଥା ବୁଝନ୍ତି କ୍ଷଣ ମାତ୍ରକେ ମନ ଦର୍ଶନ କରେ କଣ? ଏହି ଅପରିସୀମ, ଅପରିସୀମ ହେଲା ସୀମାହୀନ ବିସ୍ତୃତ ବିଶ୍ୱକୁ ମନେ ହେଲା ସାରା ବିଶ୍ୱ, ଏ ସୀମାହୀନ ସାରା ବିଶ୍ୱକୁ ଆମର ମନ ଅତି କ୍ଷଣ ସମୟରେ ଯାଇକି ବୁଲି ଆସିପାରିବ। ତାପରେ ଜିନଇ ସହଜରେ ମନୁଷ୍ୟ ମତି ପ୍ରଭଞ୍ଜନର ବେଗ ଆଲୋକ ଗତି। ଆଉ ଜିନଇ ହେଲା ଜିତି ଯାଇପାରେ ଅତି ସହଜରେ, କିଏ? ମନୁଷ୍ୟର ମତି, ମନୁଷ୍ୟର ମତି ହେଲା ମନୁଷ୍ୟର ମନ, ମତି ହେଲା ମନ, ମନ ହେଲା ମନୁଷ୍ୟର ମନଟି ଅତି ସହଜରେ ଜିତି ପାରିବ। କାହା ଗତିକୁ ଜିତି ପାରିବ? ପ୍ରଭଞ୍ଜନର ବେଗ ଆଲୋକ ଗତି, ଆଲୋକର ଗତିକୁ, ଏବଂ ପ୍ରଭଞ୍ଜନ ହେଲା ବାୟୁର ଗତି। ତାଙ୍କ ସମସ୍ତଙ୍କ ଶ୍ରେଷ୍ଠ ଗତି ହେଲା ମନର ଗତି। ତେବେ ସର୍ବଶ୍ରେଷ୍ଠ ଆସିବ ମନ, ମନୁଷ୍ୟ ମନ, ମନ କୋଉ ଗତିକୁ ଜିତି ଯାଇପାରିବ? ପ୍ରଭଞ୍ଜନ ଆଉ ଆଲୋକ, ଆଲୋକର ଗତି ଆଉ ପ୍ରଭଞ୍ଜନ ସେଇ ବାୟୁ, ବାୟୁ ଆଉ ଆଲୋକର ଗତିକୁ ଅତି ସହଜ। ପ୍ରଭଞ୍ଜନ ବାୟୁ, ହଁ ବାୟୁ ଲେଖିପାରିବ, ପ୍ରଭଞ୍ଜନ ଲେଖିପାରିବ, ଯାହା ଲେଖିବ ଅର୍ଥ ସମାନ। ପବନ ଲେଖିଲେ ବି ଚଳିବ, ତେବେ ପୁଣି କହୁଛି ଯେତେବେଳେ ସ୍ୱଦେଶ ପଡ଼ଇ ମାନେ ବିଚାର ଅଛି ନିଜ ସଦନେ। ଆଉ କହୁଛନ୍ତି ଯେତେବେଳେ ମୋର ସ୍ୱଦେଶ କଥା ମନେ ପଡେ, ମୋର ନିଜ ଦେଶ କଥା ମନେ ପଡେ, ସତେ କି ଲାଗେ ମୁଁ ମୋର ନିଜ ବାସଗୃହରେ ଅଛି। ମୋ ଘରେ, ସଦନ ଥିଲା ବାସଗୃହ, ମୁଁ ବିଚାର କରେ, ମୁଁ ଭାବେ ଯେ ମୁଁ ମୋ ଘରେ ଅଛି। ପୁଣି କହୁଛି ଆତ୍ମୀୟ ବନ୍ଧୁ ବର୍ଗ ଚାରିଆଡରେ ତାଙ୍କ ସଙ୍ଗତ ଯେମିତି ମୁଁ କାଳ କରେ। ପୁଣି ମନେ ମନେ ଭାବୁଛି ଯେତେବେଳେ ମୋର ଘର କଥା, ଯେହେତୁ ମନର ଗତି ସବୁଠୁ କ୍ଷିପ୍ର ଗତି, ତ ସିଏ ଆମେ ଅଛି କୋଉଠି? ନିର୍ଜନ ମନରେ ଅଛି। କିନ୍ତୁ ଯେହେତୁ ମନର ଗତି କ୍ଷିପ୍ର ଗତି, ତେବେ ତାର ଯେତେବେଳେ ମନ କରେ, ମନେ ପଡେ, ଯେତେବେଳେ ଘର କଥା ମନେ ପଡେ, ତେବେ ସେ ଭାବେ ସିଏ ତା ନିଜ ଘରେ ଅଛି, ତାର ଭାବନାକୁ ପଳାଏ, ସିଏ ଅଛି ତାର ନିଜର ବାସଗୃହରେ ବା ନିଜ ଘରେ। ଆଉ ତାର ଚତୁର୍ପାର୍ଶ୍ୱରେ ଆତ୍ମୀୟ ବନ୍ଧୁ ବର୍ଗ ଚାରିଆଡରେ, ଆତ୍ମୀୟ ବନ୍ଧୁ ବର୍ଗ ହେଲା ନିଜ ଲୋକମାନେ, ବାପା ମା ଭାଇ ଭଉଣୀ ଆତ୍ମୀୟ ସ୍ୱଜନ, ସେଇମାନେ ତାର ଚତୁର୍ପାର୍ଶ୍ୱରେ ଘେରିକି ଅଛନ୍ତି। ତାଙ୍କ ସଙ୍ଗତେ ଯେନେ ମୁଁ କାଳ ହରେ, ଯେନେ ହେଲା ଯେପରି ଭାବରେ ମୁଁ କାଳ ହରେ, ଅର୍ଥାତ୍ ସମୟ ଅତିବାହିତ କରେ। ମୁଁ ମତେ ଯେତେବେଳେ ମୋ ଘର କଥା ମନେ ପଡେ, ମୁଁ ସେତେବେଳେ ଭାବେ, ମନ ପଳାଏ ମୋ ଘରକୁ, ଆଉ ମୁଁ ଭାବେ ମୁଁ ମୋ ଘରେ ଅଛି, ମୋ ଚତୁର୍ପାର୍ଶ୍ୱରେ ମୋର ନିଜ ଲୋକ ପ୍ରିୟ ପରିଜନ ମାନେ ଅଛନ୍ତି, ଆଉ ସେଇମାନଙ୍କ ସହିତ ମୁଁ ଅତି ଆନନ୍ଦରେ ମୋର ସମୟ ଗୁଡିକୁ ଅତିବାହିତ କରୁଛି। କିନ୍ତୁ ପୂରବ କଥା କଲେ ସ୍ମରଣ, ନୈରାଶ୍ୟ ସାଗରରେ ବୁଡ଼େଇ ମନ। ହେଲେ ସତ ତ ସେଇଟା ନୁହଁ ନା। ନିଜେ ତ ଅଛି ଏକୁଟିଆ ସେ ନିର୍ଜନ ବନରେ ନା। ମନକୁ ଚାହିଁ ତମେ ଆମେରିକା ଗଲେ ବି ସତରେ ଥୋଡି ଆମେରିକା ପଳଉଛ। ଏବେ ଏବେ ମନ ଯାଇକି ଭାତ ଡାଲି ପାଖେ ଥିଲେ ବି ତମେ ଏଇଠି ତ ବସିଛ ନା, ଖାଇକି ଉପାଡିବ କି? ମନ ଯିବ କିନ୍ତୁ ଖାଇପାରିବ ଆଣିକି? ନାଇଁ। ତେଣୁ ସେଇଟା କଣ? ନୈରାଶ୍ୟ ଭାବ, ଦୁଃଖ ଭାବ ଯେତେବେଳେ ମନେ ପଡିଯାଏ, ନାଇଁ ନାଇଁ ମୁଁ ଏଠି ଭାତ ପାଖରେ ନାହିଁ, ମୁଁ ଅଛି କି ଚିକେନ ଥୁଆ ହେଇଛି, ଚିକେନ ପାଖରେ ନାହିଁ, ମୁଁ ବସିଛି କ୍ଲାସ ରୁମ ରେ, ଯେତେବେଳେ ମାନେ ବାସ୍ତବତାକୁ ପଳେଇ ଆସିବ, ପୁଣି ମନଟା ଦୁଃଖରେ ଭାଙ୍ଗି ପଡେ। ତେଣୁ କହୁଛନ୍ତି ପୂରବ କଥା କଲେ ସ୍ମରଣ, ପୂର୍ବ କଥା ଯୋଉଗୁଡାକ ଅତିବାହିତ ହେଇଯାଇଛି, ମୋ ପ୍ରିୟଜନଙ୍କ ସହିତ ସମୟ ବିତେଇଛି, ସେଗୁଡାକୁ ଯଦି ମୁଁ ସ୍ମରଣ କରୁଛି, ମନେ ପକଉଛି, ତେବେ ନୈରାଶ୍ୟ ସାଗରରେ ବୁଡଇ ମନ। ନୈରାଶ୍ୟ ହେଲା ଦୁଃଖ, ଦୁଃଖ ରୂପକ ସାଗରରେ ମୋ ମନଟି ବୁଡି ଯାଉଛି, ଅର୍ଥାତ ମନରେ ଅସୁମରେ ଦୁଃଖ ଖେଳି ଯାଉଛି, ଯୋଉଥିରେ କି ମୋର ସେ ଯୋଉ ପୁରୁଣା କଥା ଗୁଡା ଯଦି ମନେ ପଡୁଛି। ବୃଥା ଭାବନା ଆଉ କରିବି ନାହିଁ, ଭାବନାର ଆନନ୍ଦ ମିଳେ ନାହିଁ। ତ କହୁଛନ୍ତି ବେକାର ଭାବନା, ମୂଲ୍ୟହୀନ, ବୃଥା ହେଲା ମୂଲ୍ୟହୀନ ଭାବନା ଆଉ କରିବି ନାହିଁ, କାହିଁକିନା ଭାବନାର ତ ଆନନ୍ଦ ମିଳିବନି। ମନେ ମନେ ଭାବିଦେବି ମୁଁ ଯାଇକି ମାଲେସିଆର ରୁଇନ ଟାୱାର ଚତୁର୍ପାର୍ଶ୍ୱରେ ବୁଲୁଛି, ଫଟୋ ଉଠୁଛି, ସେଲଫି ନଉଛି, ଛାଡୁଛି, ରିଲ୍ସ କରୁଛି, କିନ୍ତୁ ସେଇଟା ବୃଥା ଭାବନା ନା, କାହିଁକିନା ମୁଁ କ୍ଲାସ ରୁମରେ ଏବେ ବସିଛି। ନାଇଁ ତ ସେଇ ଭାବନାରେ ଆନନ୍ଦ ମିଳେ ନାହିଁ। କ୍ଷଣିକ ପାଇଁ ସିନା ମନ ଚାଲିଥାଏ, କିନ୍ତୁ ଆନନ୍ଦ ମିଳେ ନାହିଁ। ନୀଳ ଫଳରେ ସୁପ୍ତ ପକ୍ଷୀ ନିକର, ଆସିଲେଣି ପଶୁର ନିଜ ଗହ୍ୱର। ଏତେ ସାରା କଥା ଭାବିଲା ଭିତରେ ଧୀରେ ଧୀରେ ସନ୍ଧ୍ୟାର ଆଗମନ ହେଇଯାଇଛି। ସନ୍ଧ୍ୟାରେ କଣ କରୁଛନ୍ତି? ପଶୁ ପକ୍ଷୀ ମାନେ ନିଜ ନିଜ ବସାକୁ ଯାଉଛନ୍ତି। ପକ୍ଷୀ ମାନେ ତାଙ୍କର ବସାକୁ ଗଲେ, ପଶୁ ମାନେ ତାଙ୍କର ବସାକୁ ଗଲେ।
ନାଇଁ कि राति हेले ये मध्य भाबिले ठीक अछि एते सारा भावना किछि मिलिबनी सेई भगवान को पर सब छाडी दउची से यदि चाहे मते रक्षा करबे नले मोर बातर जो सोइबा पे जो बास स्थान टे बाछि से सोइबा को जीव तेणु सेई कथा नै भाबुची नीଳ कोଳରେ सुप्त पक्षी निकर नीଳ कोଳରେ हला नीଳ हला पक्षी मानकर बसा जो गछरे पक्षी माने बसा घोसला करथांती छोट छोट पाइए जणे हो जेकोन पक्षी माने जो तांकर बसा बनाइथांती नीड़ कोଳରେ अर्थात पक्षी मानकर बसा रे कोଳରେ हला से बसा भितरे सुप्त पक्षी निकर सुप्त हला सोईबा बा निद्रित पशु पक्षी निकर हला पक्षी समूह पक्षी माने एबे संध्या जेहेतु हे गलानी पक्षी माने तांकर नीड़रे तांकर निज निज बसा रे गछ कोरडे गछर डाळ रे बा गछ कोरडे जो बसा गुडी तयारी करथांती से बसा भितर पसी गले आश्रिलेणी पशु निज गहर आउ आश्रिलेणी आश्रय नेलेणी आश्रय नेलेणी पशु माने आश्रय नेलेणी कोठी निज गहर गहर हैला गुफारे बा गर्भरे बा घर जो गुफा पहाड़ गुफारे पशु माने रहउचंती सेबाने मध्य जाईकी संध्या जेहेतु हेई गलाणी से माने मध्य जाईकी तांको गुहा भितरे पहाड़ गुफा भितरे आश्रय नेलेणी आ पक्षी मान मध्य निज निज बसा को फेरिकी सोई पड़िले उपस्थित रजनी काल गंभीर निहिबी कुटीर रे एबे शरीर उपस्थित रजनी उपस्थित हला हाजिर हे गलानी किए रजनी हला राती राती आसी पहुंची गलानी संध्या गड़ी राती आसी प्रवेशन हलानी राती पहुंची गलानी काल गंभीर अर्थात प्रखर टी बंधार चारियाडे हे गलानी प्रखर भाबरे राती आसी पहुंची गलानी धीरे धीरे राती बढ़ी बढ़ी चली अंधार किटकिट हे गलानी निहिबी कुटीर रे एबे शरीर निहिबी स्थापन करिबी कुटीर रे जे से जोथि रहिबा पई बाछिची कुडिया घरे एबे शरीर अर्थात निजे को से कहूची मु मो शरीर मध्य जेहेतु पशु माने तांको बसारे आश्रय नेलेनी पक्षी माने तांको बसारे आश्रय नेलेनी संध्या आसी सॉरी की राती आसी की हेलानी चारियाडे टिटकिट अंधार हे गेलानी मु मध्य जो कुटिया टी कुटीरटी बाछिची कुडिया घरटी बाछिची मु मध्य निजे जाई सेठी आश्रय नेबी मोर शरीर को नेबी सेठी रखबा तो निजे जाई सेठी आश्रय नेबी अछंती सर्वस्थले जगदीश्वर दयामय फेडी के दुख मोहर तबे सबु स्थल रे जगदीश्वर हला भगवान परमेश्वर सबु स्थल रे सर्व स्थल रे सबु स्थान रे भगवान अछंती दयामय फेडी के दुख मोहर सेही दयामय दया सागर फेडी के लाघव करिवे मोर दुख को कमेइबे मोर दुख को हरण करिवे दुख मोहर अर्थात सेही दयामय भगवान परमेश्वर मोर दुख मोचन करिवे ईश्वर दया आहा किबा उदार लघु करई दुखी हृदय भार पुणी कहउछंती ईश्वरଙ୍କର दया केते उदार उदार ले केते महत दाता से केते उदार से माने जहा को सी जहा को दया करिवे तो सब किछि तांको दे देबे लघु करई दुखी हृदय भार लघु हला हल्का करि दियंती दुखीर हृदयर बोझको दुखीर दुखर बोझटा को सी हल्का करि दियंती के परमेश्वर भगवान जन्ममय संतोष मनुष्य माने मंडली हृदय राज्य शांति रखे तापर जन्ममय मनुष्य संतोष मनुष्य माने सेही भगवान ही मनुष्य मन रे संतोष शांति जन्मांती शांति उत्पन्न करांती भगवान मनुष्य मानकर मन रे आ मंडली हृदय राज्य शांति निकेते मंडली हला विराजमान होते कोठी हृदय रूपक राज्य रे शांति रूपक रत्न भगवान यदि जहा को दया करती भगवान जहा ऊपर करुणा कृपा दृष्टि पकाती से सही भली लोक मन रे से कोन करती शांति उत्पन्न करती जहा द्वारा शांति रूपक रत्न हृदय रूपक राज्य रे शांति रूपक रत्न विराजमान हुए मन रे माने हृदय रे शांति विराजमान हुए एठी शांति को रत्न सहित हृदय को ता सहित राज्य राज्य रे जेमति धन रत्न है माने धन रत्न विराजमान कि राज्य बढ़ी जाए तार धन संपत्ति बढ़ी जाए ठीक सेमति हृदय रे शांति रो विराजमान भगवान करा दे जहा पड़े कि मनुष्य आत्म तृप्ति पाए है हैला बुझिलो देखै कि ना कते बुझियो कोन निर्वासित व्यक्ति केउ आड़ को देखुथिला चारिआड़ को चौदिक को निर्वासित व्यक्ति चौदिक जहाँ सब देखुथिला से सब कौन बोली भाबुथिला अधीश्वर आज कहि दोची आर क्लास रे पचारि
ठीक बही भितर मध्य पचारे बही माने टेक्स्ट बुक रे जहा अछि पचारे आ बही भितर मध्य पचारे सब सब क्वेश्चन गोटी गोटी केवल पढिबो 1 मार्क 2 मार्क 3 मार्क तीनटा पढि के आसीबो किया है कि कहबो जणे जणे एकाले कहले मु जानि करनी कि पढुछ कि पढुना सेकंड कथा हला जा पाखर बही नाही समस्त पीडीएफ डाउनलोड करिवो पीडीएफ रु पढिबो फोन ने तो ऑनलाइन से देखुछ फोन तो समस्त पाखर अछि माने नहीं फोन अछि ना नहीं अछि तो तमरा अछि तो तमरा समस्त को फोन अछि डाउनलोड करके ना पढिबो तापरे निर्जन द्वीपरे निर्वासित व्यक्ति पाखरे केते लोक थिले किछि लोक न अछि कीट पतंग पक्षी केसरी करी पशु एसबु कहार सृष्टि थिला बोली से भाबुला ता निजर मुनि मान को किए मोहित कर दिए निजन केउठारे बास करिबा बरं भल बोली से विचार करे कि रण क्षेत्र रे निर्वासित व्यक्ति ए भीमस्थळे काहा को अधम गति बोली पहुंची राज्य प्राप्ति सुंदर देवतुल्य काहा को कहैछि नर आनंद निर्वासित केउ बारता न जीव जन समीप जीवन दीप लिभिबा कथा मरिया कथा जन मानक पाखକୁ जीव नाही से निर्जन निर्वासित कोन लिखि जीव जीवन मनुष्य कंठ ध्वनिर स्वरूप किभଳି मधुमय निर्वासित व्यक्ति केउ शब्द सुनी चमकी पडुतला निजरा शब्द निजरा कंठ स्वर सुनी चमकी पडुतला केउ माने नर प्रभाव जानि नथिबारु अनास्था भाव प्रकट करिथिले पशु माने ता शब्द पार्श्वर बुझिथिले केउ अनुभूति पाइबा पई देवता माने मध्य नर जन्म पई आग्रही हुअंती बंधुता आउ प्रेम रूपक अनुभूति पाइबा पई देवता मध्य नर जन्म नै गिरि और समुद्र लंघन करिबा पई निर्वासित व्यक्ति कोन चाहुथिला पक्ष चढ़ेईर डेणा थिले उड़ी जान फेरिए तार संतापित प्राण किभଳି शीतल हेबो प्रियजन को देखिले से काहाटारु सदुपदेश नेबा पई चाहुची प्रवीण जनक ठारु सदुपदेश नेबा पई चाहुची मणिकांचन सहित मणिकांचन कहा सहित सरिनी होई धर्म सहित देव अर्चना वाद्य केउ थारे करेली सुनि नहंती गिरिगण केउ माने सुनि नहंती गिरिगण माने वाद्य गुडी को सेठी सुनि नहंती अच्छा केउ माने देखि नहंती जो भल कार्य गुडी को बन हां बनगण कोन नथिले जीवन वृथा हुए धर्म ठीक काहार शक्ति अचिंतनीय बोली कहा जायछि मनर शक्ति अचिंतनीय क्षण मात्रा के मन कोन दर्शन करे अपरिसीम अपरिसीम विश्व भुवन को दर्शन करे निर्वासित व्यक्ति निजको काहार क्रीडनक बोली कहिछि वायुर क्रीडनक बोली कहिछि कोन बही आनिबा पई वायु को अनुरोध करै छै स्वदेशर सुसमाचार आनिबा पई दुखी हृदय भार फुकिए लघु करि दिए ईश्वर को दया निजको चौदिगर अधिकार कहला भितर तार केउ मनोभाव प्रकाश पाइछि अहंकार करुणा विनम्रता प्रेम प्रवीण प्रवीण माने विज्ञ व्यक्ति पंडित ज्ञानी ठीक एक मार क्या देखिबो टाइम नहीं आर क्लास रे क्वेश्चन करबा हां कोन समस्त आगे टाइम दे दे केन तो के दिबो चमक चमक आर को क्लास तो शेष पड़ चमक चमक आले आगे समय कहबो आर क्लास रे क्वेश्चन आंसर हां से बेसी चमचम से क्वेश्चन आंसर कहबो पढ़िछ तम बुझी पारछ तो जोटा घरे पढ़िबो डाउट होले आसी पछरे मते तुम दहो के ढोके पानी एटा सब मो बॉटल दउतिली आपन टाइम से भी नहीं हां हां
Bro, I'm here. देख हमें क्या काम ये मुझसे बात करेंगे मुझे वो लोग इतना मुझसे पिछड़ी लगती है इन्हें तो पिछड़े वाले काम हो गया जवाब भी नहीं क्या मेरे को देखती है ना नंबर होगा you can say a word